ଆମର କୁଆ ଯଦି ଯିବେ ହନିମୁନ କରିବାକୁ ଇଏ ଗୋଟେ କେସ୍ ସିଏ ଆଉ ଗୋଟେ କେସ୍। ମାନେ ଏଥିରୁ ଗୋଟେ କଥା ମନେ ପଡ଼ିଲା ମୋର ସ୍ୱାମୀ କଥା କମ୍ ହସ୍ପିଟାଲରେ ଆମ ଘର ପାଖେ ତ ସେଠି କ'ଣ ହେଲା ଗୋଟେ ଜାଗାରେ 3 ଜଣଙ୍କ ଅଣ୍ଟା ଭାଙ୍ଗିଲା ଡକ୍ଟର ଆସିଲେ ରୁଟିନ୍ ଚେକଅପ୍ କରିବାକୁ ଦେଖିଲା ବେଳକୁ ସବୁ ଆଗରେ ଗୋଟା ଆପାର୍ଟମେଣ୍ଟ ଖାଲି ଉପର ତଳ ଘର ବଖରା ଏପଟ ଠିକ୍ ଅଛି ଫାଷ୍ଟ ଲୋକ ପାଖକୁ ଗଲେ ବାବୁ କ'ଣ ମୁଁ ଯାଉଥିଲି ଖାଉଥିଲି ଲୁଗିଆ ବିଜିଛି ଖାଉଥିଲି ମୋତେ ଡାକିଲି ମୋତେ ଡାକିଲେ କହିଲେ ବାବୁ ଯୋଉଠି ଅଛେ ଜଲ୍ଦି ଆସ ଆସିଲି ସେଟା ପିନ୍ଧିଲି ପ୍ୟାଣ୍ଟଟା ଗଳେଇ ଦେଇ କାରରେ ପାର୍କିଂ ଆଡ଼କୁ ଗଲା ବେଳକୁ ମୋ ଶଳା ମୋ ଉପରେ ଗୋଟେ ଫ୍ରିଜ୍ଟେ ପକେଇଦେଲା ଗଲା ଡ୍ୟାମେଜ୍ ଆଚ୍ଛା ହଉ ଠିକ୍ ଅଛି ଫାଷ୍ଟର ଖବର ଠିକ୍ ହେଇଯିବ ସେକେଣ୍ଡ ଲୋକ ପାଖକୁ ଗଲି କହିଲେ ବାବୁ ତମର ଅଣ୍ଟା କେମିତି ଭାଗିଲା ମୁଁ କ'ଣ କରିବି ମୁଁ ଷ୍ଟୋରରେ ଯାଇଥିଲି କାଲି ସକାଳେ ଫେରିଥାନ୍ତି ଆଜି ରାତିରେ ଫେରି ଆସି ଯୋଉ କଣ୍ଡିସନଟା ଦେଖିନି ମାନେ ଏୟାର କଣ୍ଡିସନ ଲାଗିକି ରୁମ୍ଟା ହେଇଯାଉଛି ଦେଖିଲା ବେଳକୁ ଜଣେ ଗୋଟେ ଲୋକଟେ ଅଧା ପ୍ୟାଣ୍ଟ ପିନ୍ଧି ଦୌଡ଼ି ଗଳା ଉପରେ ଦିଟା ପକେଇ ବାବୁ ତମର ଅଣ୍ଟାଟା କେମିତି ଭାଗିଲା କହିଲା ତାର ଭାରି ପାର୍ଥେଟିକ୍ ମୋର ଏଲିଜିବୁଲ ବାକିଲ ସେଇଥିପାଇଁ ହବ ଆମର ଫଣ୍ଡ ଘରେ ଲୋକ ନଥିଲେ ମୁଁ ଯାଇଥିଲି ଟିକେ ଏଣ୍ଟରଟେନମେଣ୍ଟ ପାଇଁ ତା ବାବୁଟା ପଳେଇ ଆସିଲା ହଉ ମୁଁ ଡକ୍ଟର ଯାଇକି ଫ୍ରିଜରେ ବସିଗଲି କେମିତି ମାଲୁମ କଲା ଯେ ଫ୍ରିଜଟା ଆଣିକି ଫ୍ରିଜରେ ଆମର କ'ଣ ଖାଇବା ରଖନ୍ତି ତ ଖାଇବାର ଗୋଟେ ଜିନିଷ ମନେ ପଡ଼ିଲା କହିଦେଉଛି ଆଉ ଦୁଇଟା ସାଙ୍ଗ ଥିଲେ ଗୋଟେ ମୋ ଭଳିଆ ଗୋଟେ ଆଉ କାହା ଭଳିଆ ନୁହଁ ବୋକା ଥିଲା ସେ କ'ଣ ହେଲା 2 ଜଣ ଯାକ ଜଙ୍ଗଲ ଆଡ଼େ ରହୁଥାନ୍ତି ଚନ୍ଦନା ଜଙ୍ଗଲ ପାଖାପାଖିରେ ଖାଇବା ପିଇବା ଠିକ୍ ସେ ମିଳେ କେଠି ମିଳେ ଖାଇବା ପିଇବା ମିଳେନି ଚାଲାକଟା କହିଲା ଯିବା ଆଜି ଜଙ୍ଗଲରେ ବୁଲିବା ଫଳମୂଳ କିଛି ଖାଏ ରିଜର୍ଭ ଫରେଷ୍ଟ ଆଦିବାସୀ ଲୋକ ରହୁଛନ୍ତି ହସ୍ତକ୍ଷେପ ଜମା କରିପାରିବେନି ଆମର ଭାଇ କଥା ଆମେ ସମସ୍ତଙ୍କ ନେବୁ ଆମର କେହି ନେଇପାରିବେ ଭାଇ ଚାଲ ଯଦି ଗଲେ ଫଳମୂଳ ଆମ କହିଲା ଯୋଉ ବୋକା ପିଲାଟା ଗଛଟା ଆସେ ଯଦି ଖଇ ଫେରିଲେ ବହୁତ ବାବୁ ଫେରିଲେ ଗଛ ଚଢ଼େଇଦେବି ତାପରେ ନିଜେ ଚଢ଼େଇ ଗଲେ ଫଳ ଖାଉଛନ୍ତି ଆସିଗଲା ଆମ ଆଦିବାସୀ ପାଣି ଶ୍ୟାମ ବାବୁଙ୍କୁ ଧରିଦେଲି ଶ୍ୟାମ ବାବୁ ଗଛ ଚଢ଼ିକି ପଳେଇଲି ଯାହା ଦବା କଥା ଦେଇଦେଲି କ୍ଷତ ବିକ୍ଷତ ହେଲେ ଆସିଲେ କବିରାଜଙ୍କୁ ଦେଖେଇଲି କବିରାଜଙ୍କୁ ଦେଖେଇଲା ପରେ କବିରାଜ କହିଲେ ଏଠି ତ ଆଉ କିଛି ଖାଇବାକୁ ମିଳୁନି ଚାଉଳ ଦୁଃଖରେ ମିଳିବନି ସେଇ ଫଳ ଖାଇବାକୁ ତା ପରଦିନ ଜଙ୍ଗଲ ଫେରିବ ଆମକୁ କହିଲା ମା ରାଣ ଦେଲି ମଇ ମାରଣ ଦେଲି କିନ୍ତୁ ତତେ ଆଗ ଚଢ଼ିବି ତାପରେ ମୁଁ ଚଢ଼ିବି ଆଚ୍ଛା ସେକେଣ୍ଡ ଦିନ ଖାଇଲେ ଅଧା ଖାଇଛନ୍ତି କ୍ଷତ ଟିକେ ଠିକ୍ ହବାକୁ ଆସି ଆଦିବାସୀ ପଳେଇ ଆସ ଆମକୁ ପୁଣି ବଦନାମୀ ଆଗ ପଳେଇଲା ପୁଣି ଦେଲେ ବାବୁ ଆଦିବାସୀ ପୁଣି ସେଇ ରେକରିଂ ପାର୍ଟି ହେଲା ପରେ ପୁଣି ତା ପରଦିନ କଲେ କିନ୍ତୁ କହିଲା ଆଜି ମାରଣ ଦେବିନି ଆଜି ମୋ ମାଣ୍ଡୁ ରାଣ ଯାହା ହଉ ମୋର ଚଢ଼େଇ ଯାହା ଚଢ଼େଇ ତାପରେ ମୁଁ ନିଜେ ଚଢ଼ିବି ଆଉ ହେଲା ଠିକ୍ ହେଲା ପୁଣି ଆଦିବାସୀ ଆଜି କିନ୍ତୁ ଯେହେତୁ ମାଣ୍ଡୁ ରାଣ ପକେଇଥିଲା ଆଉ କେମିତି ନ ଚଢ଼େଇବ ଭଲ ଚଢ଼େଇ ଦେଲା ପରେ ଆଦିବାସୀ ରାମକୁ ଧରିଦେଲେ କହିଲେ କିଓ ବାବୁ